ଶୀତ ଦିନ ଆସିଲେ କି ଏନ୍ତା ଜିନିଷ ମାନେ ବନେଇ କରି ରଖବାକେ ମୋତେ ଭଲ ଲାଗ୍ସି। ଆଉ ଇଟା ବନେଇ ନାଇଁ ଜାଣିଲେ ଅତି ଟାନ୍ ଆଉ ଅତି ନରମ ହେଇକିରି ଭୁସରି ଯାଏସି ବି। ତ ଆଜି ଆପଣମାନଙ୍କ ସହ ସେୟାର କରିମି ପୁରାପୁରି ରେସିପିଟା ବଢ଼ିଆ ଭାବେ ଯେନ୍ଟାକି ଆପଣମାନେ ବଢ଼ିଆ କରି ବନେଇ ପାରବେ ରାଇସ୍ ଲଡ଼ୁକେ। ତ ଦେଖୁନ୍ ରାଇସ୍ ଲଡ଼ୁ ବନାବାର୍ ଲାଗି ହେଲେ ପହିଲା ଆମକୁ ନେବା ପଡ଼ବା ରାଇସ୍। ତ ମୁଇଁ ନେଇଯାଇଛେ ଏ ଜାଗାରେ ଗୋଟେ କପ୍ ରାଇସ୍ ଆଉ ତାକେ ହାଲକା ଟିକେ ଉଷୁମ ଥିବା ତାୱାରେ ଟିକେ ଭାଜିଦେମା। ଯେନ୍ଟାକି ଇଟା ଟିକେ ଭାଜି ହେଇଯିବା ଆଉ ଟିକେ ଚଡ଼ଚଡ଼େଇ ଯିବା ମାନେ ଟିକେ ଫୁଲି ଯିବା ଆଉ ହାଲକା ଟିକେ ଗରମ ହେଇଯିବା। ତାରପରେ ଏଇଟାକେ ଆମେ ବାହାର କରିଦେମା ପୁରାପୁରି ଲାଲ କରି ନାଇଁ ଭାଜିବେ ଟିକେ ଗରମ ହେଇଯିବା ଆଉ ଟିକେ ଫୁଲି ଗଲେ ଏଟାକେ ବାହାର କରିଦେମା ଗୋଟେ ପ୍ଲେଟ୍ରେ। ତାରପରେ ସେଇ ତାୱାରେ ଆମେ ଦେମା ମୁଗଫଲି। ମୁଗଫଲିରେ ଆପଣମାନେ ଚାହିଁବେ ବେଲେ ଦେବେ ନାଇଁ ଦେଲେ ବି କିଛି ନା ହୁଏ ଖାଲି ରାଇସ୍ ଲଡ଼ୁ ବନେଇ ହେସି। ତ ଏଛେନକା ମୁଇଁ ଏଥିରେ ଦେଲି ଅଧା କପ୍ ବାଗି ମୁଗଫଲି। ତ ଏଟାକେ ଏଛେନକା ଆମେ ଭାଜମା ଭଲ କରି ଭାଜିଦେମା ଯେନ୍ଟାକି ପୁରାପୁରି ବଢ଼ିଆ ଭାବେ ବାଦାମଟା ଭାଜି ହେଇଯିବା ଆଉ ଏନ୍ତା ଛାଡ଼ିଯିବା। ଦେଖୁନ୍ ଥଣ୍ଡା ହେଇଗଲା ପରେ ତ ଏଟାକେ ଥଣ୍ଡା ହେଲା ପରେ ଆମେ ଛାଡ଼ି ରଖିଦେମା ଗୋଟେ ସାଇଡ଼୍ରେ। ଆଉ ଏଛେନକା ଆମେ ଲଡ଼ୁ ବନାବାକେ ଯିମା। ତ ଲଡ଼ୁ ବନାବାର୍ ଲାଗି ଦେଖୁନ୍ ଗୋଟେ କଢ଼େଇଟେ ମୁଇଁ ଗରମ କଲି ଆଉ କଢ଼େଇରେ ଦେଇଦେଲି ଗୋଟେ ଚାମଚ ଗାଏ ଘି ଆଉ ତାରପରେ ଅଧା କପ୍ ବାଗି ଗୁଡ଼। ଗୋଟେ କପ୍ ଆମେ ନେଇଥିଲା ରାଇସ୍ରେ ଆମେ ନେମା ଅଧା କପ୍ ବାଗି ଗୁଡ଼। ତାରପରେ ଗୁଡ଼କେ ବିନା ପାଏନ୍ ଦେଇକରି ଟିକେ ବିଲବାକେ ଛାଡ଼ିଦେମା। କିଛି ଟାଇମ୍ ଗଲା ପରେ ଦେଖିବେ ଗୁଡ଼ଟା ବଢ଼ିଆ ଭାବେ ବିଲି ଯାଇକରି ଟିକେ ଫୁଟି ବସଲାନ। ଆଉ ଇଟା ଦେଖୁନ୍ ଟିକେ ବହଳିଆ ହେଇ ବସଲାନ। ଫେପର୍ ବି ବାହାରି ଆସିଲାନ। ଏନ୍ତା ଛୋଟ ଛୋଟ ଫେପର୍ ଯେତେବେଲେ ବାହାରି ବସବା ଜାନବେ ଗୁଡ଼ର ପାଗଟା ହେଇ ବସଲାନ। ଫେର୍ ବି ଆମେ ଏଟାକେ ଟିକେ ଚେକ୍ କରମା ପେନ୍ ଟିକେ ନେଇକରି। ତ ଦେଖୁନ୍ ଗୁଡ଼ଟା ସାଙ୍ଗେ ସାଙ୍ଗେ ଟାଣ ହେଇଯାଉଛେ ଆଉ ଚକୋଲେଟ୍ ବାଗି ହେଇଯାଉଛେ। ତ ଗ୍ୟାସ୍ର ଫ୍ଲେମ୍କେ ଅଫ୍ କରିଦେମା ଆଉ ଏଛେନକା ଆମେ ଏଥିରେ ପକାମା ଭଜା ରାଇସ୍ ଆଉ ଭଜା ବାଦାମ। ତାରପରେ ବଢ଼ିଆକେ ସବୁକେ ମିଶେଇଦେମା। ଗ୍ୟାସ୍ର ଫ୍ଲେମ୍ଟା ଅଫ୍ କରିଥିମା ଆଉ ଇ କାମଟା କର୍ମା। ଯଦି ଗ୍ୟାସ୍ ଅନ୍ ହେଇଥିବା ବେଲେ ଗୁଡ଼ଟା ପୁଡ଼ି ବସବା। ତ ହେଥିର୍ଲାଗି କିଛି ନାଇଁ ଆରାମସେ ଏଟାକେ ମିଶେଇ ଦେବେ। ଜଲ୍ଦି ହାତ ଚଲେଇ କରି ଇ ସବୁକେ ଆମେ ଭଲ ଭାବେ ମିଶାମା ଯେନ୍ଥିରେ କି ରାଇସ୍ ଆଉ ମୁଗଫଲିଟା ବଢ଼ିଆ ଭାବେ ଗୁଡ଼ ସାଙ୍ଗେ ମିଶିଯିବା। ଯଦି ଗୁଡ଼ଟା ଥଣ୍ଡା ହେଇଯିବା ବେଲେ ଆଉ ଭଲକି ନାଇଁ ମିଶିପାରେ। ତ ଜଲ୍ଦି ମିଶାବାକେ ପଡ଼ବା ଏଛେନକା। ଦେଖୁନ୍ ଆମର ସବୁ ବଢ଼ିଆ ଭାବେ ମିଶି ଗଲା ପରେ ଏଛେନକା ଆମେ ଟିକେ ଟେଷ୍ଟ କରମା ଯେ ଆମର ଲଡ଼ୁଟା ବନେଇ ହଉଛେ କି ନି। ତ ଦେଖୁନ୍ କେତେ ବଢ଼ିଆ ଭାବେ ବନା ହେଇପାରୁଛେ। ଏନ୍ତା ଗିନାରେ ପେନ୍ ଟିକେ ନେଇକରି ଗୋଟେ ଥାଲିରେ ଘି ଟିକେ ଲଗେଇଦେମା ଭଲ କରି। ତାରପରେ ଗୋଟେ ଚାମଚ ଆଣିକିରି ଗୋଟେ ଠେଲା ବନାତେ ରଖିଦେମା ଯେନ୍ଟାକି ହାଲକା ଟିକେ ଥଣ୍ଡା ହେଇଯିବା ଯେନ୍ତିକି ଆମକୁ ଲଡ଼ୁ ବନାବାକେ ସୁବିଧା ହେବା। ତ ଗୋଟେ ଠେଲା ନେଇକରି ମୁଇଁ ଲଡ଼ୁର ସେପ୍ ଦେଲି ଆଉ ଲଡ଼ୁ ସବୁକେ ବନେଇଦେଲି। କେତେ ବଢ଼ିଆ ଭାବେ ନିଜେ ହାତେ ତିଆରି କରି ଏନ୍ତା ସଫା ସୁତରାକେ ବନାଲେ ଆମେ ନିଜେ ବି ଖାଇପାର୍ମା ଆଉ ଖୁଇ ବି ପାର୍ମା। ତ ନିହାତି ଭାବେ ଥରେ ଘରେ ବନଉଁ ଇ ପ୍ରକାରେ। ଆଜି ରହୁଛେ ସିନେ ଫେର୍ ଗୋଟେ ନୂଆ ରେସିପି ସାଙ୍ଗେ ବହୁତ୍ ଜଲ୍ଦି ଫେର୍ ପଡ଼୍ମା।